ଥରେ ପାର୍ବତୀ ଶଙ୍କରଙ୍କୁ କହିଲେ, ହେ ପ୍ରଭୁ, ଆପଣଙ୍କର ଏହି ଭକ୍ତ ରାବଣକୁ କୈଳାସକୁ ଆସିବାରୁ ବାରଣ କରନ୍ତୁ, ନହେଲେ ମୁଁ ତାକୁ ଭସ୍ମ କରିଦେବି। ସେ ଯେତେବେଳେ ଆସେ ମୁଁ ବହୁତ ଅସ୍ୱସ୍ତି ଅନୁଭବ କରେ। ଏହା ମୋତେ ଆଦୌ ଭଲ ଲାଗୁନି। ଆପଣ ତାକୁ ବୁଝାଇ ଦିଅନ୍ତୁ ଯେ ସେ କୈଳାସକୁ ନ ଆସୁ। ଶିବ ଜାଣିଥିଲେ ଯେ ପାର୍ବତୀ କେବଳ ତାଙ୍କ ବରଦାନର ମର୍ଯ୍ୟାଦା ରଖିବା ପାଇଁ ରାବଣକୁ କିଛି କହୁନାହାନ୍ତି। ସେ ଚୁପଚାପ ଉଠି ବାହାରକୁ ଆସି ଦେଖିଲେ ରାବଣ ନନ୍ଦୀଙ୍କୁ ବିରକ୍ତ କରୁଛି। ଶିବଙ୍କୁ ଦେଖି ସେ ହାତ ଯୋଡ଼ି ପ୍ରଣାମ କଲା। ପ୍ରଣାମ ମହାଦେବ। ଆସ ଦଶାନନ, କିପରି ଆସିବାକୁ ହେଲା? ଦଶାନନ କହିଲା, ମୁଁ ତ କେବଳ ଆପଣଙ୍କ ଦର୍ଶନ ପାଇଁ ଆସିଥିଲି ମହାଦେବ। ମହାଦେବ ତାକୁ ବୁଝାଇବା ଆରମ୍ଭ କଲେ, ଦେଖ ରାବଣ, ତୁମର ଏଠାକୁ ଆସିବା ପାର୍ବତୀଙ୍କୁ ଆଦୌ ଭଲ ଲାଗୁନି, ତେଣୁ ତୁମେ ଏଠାକୁ ଆଉ ଆସ ନାହିଁ। ମହାଦେବ, ଏହା ଆପଣ କହୁଛନ୍ତି? ଆପଣ ହିଁ ତ ମୋତେ ଯେକୌଣସି ସମୟରେ ଆପଣଙ୍କର ଦର୍ଶନ ପାଇଁ କୈଳାସ ପର୍ବତକୁ ଆସିବାର ବରଦାନ ଦେଇଥିଲେ, ଆଉ ଏବେ ଆପଣ ହିଁ ନିଜ ବରଦାନକୁ ଫେରାଇ ନେଉଛନ୍ତି। ଏପରି କଥା ନୁହେଁ ରାବଣ, କିନ୍ତୁ ତୁମର କ୍ରିୟାକଳାପ ଯୋଗୁଁ ପାର୍ବତୀ ବିରକ୍ତ ହୋଇଛନ୍ତି। ଯଦି ସେ ତୁମକୁ ଶାପ ଦେଇ ଦିଅନ୍ତି, ମୁଁ ବି କିଛି କରିପାରିବି ନାହିଁ। ତେଣୁ ଭଲ ହେବ ତୁମେ ଏଠାକୁ ନ ଆସ। ତାହେଲେ ଆପଣଙ୍କର ବରଦାନ ତ ମିଥ୍ୟା ହୋଇଗଲା ମହାଦେବ। ମୁଁ ତୁମକୁ ଆଜି ଆଉ ଏକ ବରଦାନ ଦେଉଛି। ତୁମେ ଯେବେ ବି ମୋତେ ସ୍ମରଣ କରିବ, ମୁଁ ନିଜେ ତୁମ ପାଖକୁ ଆସିଯିବି। କିନ୍ତୁ ତୁମେ ଏବେ କୌଣସି ପରିସ୍ଥିତିରେ କୈଳାସ ପର୍ବତକୁ ଆସିବ ନାହିଁ। ଏବେ ତୁମେ ଏଠାରୁ ଯାଅ। ପାର୍ବତୀ ତୁମ ଉପରେ ବହୁତ ରୁଷ୍ଟ ଅଛନ୍ତି। ରାବଣ ସେଠାରୁ ଚାଲି ଆସେ। ପରେ ଯେତେବେଳେ ହନୁମାନ ରାବଣର ସ୍ୱର୍ଣ୍ଣନଗରୀ ଲଙ୍କାକୁ ଜାଳି ପାଉଁଶ କରିଦିଅନ୍ତି, ରାବଣ କିଛି କରିପାରେ ନାହିଁ। ସେ ଭାବି ଭାବି ଚିନ୍ତିତ ହୋଇଯାଏ ଯେ ଏହି ମାଙ୍କଡ଼ ଭିତରେ ଏତେ ଶକ୍ତି କେଉଁଠୁ ଆସିଲା। ଚିନ୍ତିତ ହୋଇ ସେ ମହଲରେ ଥିବା ଶିବ ମନ୍ଦିରକୁ ଯାଇ ଶିବଙ୍କ ପ୍ରାର୍ଥନା ଆରମ୍ଭ କଲା। ତାଙ୍କ ପ୍ରାର୍ଥନାରେ ପ୍ରସନ୍ନ ହୋଇ ଶିବ ପ୍ରକଟ ହୁଅନ୍ତି। ରାବଣ ଅଭିଭୂତ ହୋଇ ତାଙ୍କ ଚରଣରେ ଗଳି ପଡ଼େ। କୁହ ଦଶାନନ, କେମିତି ଅଛ? ଶିବ ପଚାରନ୍ତି। ଆପଣ ଅନ୍ତର୍ଯ୍ୟାମୀ ମହାଦେବ, ସବୁ ଜାଣିଛନ୍ତି ପ୍ରଭୁ। ଜଣେ ଏକୁଟିଆ ବାନର ମୋ ଲଙ୍କା ଏବଂ ମୋ ଦର୍ପକୁ ଜାଳି ପାଉଁଶ କରିଦେଲା। ମୁଁ ଜାଣିବାକୁ ଚାହେଁ, ଏହି ବାନର ଯାହାର ନାମ ହନୁମାନ କିଏ? ଆଉ ପ୍ରଭୁ, ତା ଲାଙ୍ଗୁଡ଼ ତ ଆହୁରି ମଧ୍ୟ ଶକ୍ତିଶାଳୀ ଥିଲା। କିପରି ସହଜରେ ମୋ ଲଙ୍କାକୁ ଜାଳିଦେଲା? ମୋତେ କୁହନ୍ତୁ, ଏହି ହନୁମାନ କିଏ? ଶିବ ମରୁକି ହସି ରାବଣର କଥା ଶୁଣୁଥାନ୍ତି। ତାପରେ କହିଲେ, ରାବଣ, ଏହି ହନୁମାନ ଆଉ କେହି ନୁହନ୍ତି, ମୋର ରୁଦ୍ର ଅବତାର। ବିଷ୍ଣୁ ଯେତେବେଳେ ନିଷ୍ପତ୍ତି ନେଲେ ଯେ ସେ ପୃଥିବୀରେ ଅବତାର ନେବେ ଏବଂ ମାତା ଲକ୍ଷ୍ମୀ ମଧ୍ୟ ସାଥିରେ ଅବତରିତ ହେବେ, ସେତେବେଳେ ମୋର ଇଚ୍ଛା ହେଲା ଯେ ମୁଁ ମଧ୍ୟ ତାଙ୍କ ଲୀଳାର ସାକ୍ଷୀ ହେବି। ଯେତେବେଳେ ମୁଁ ମୋର ଏହି ନିଷ୍ପତ୍ତି ପାର୍ବତୀଙ୍କୁ ଜଣାଇଲି, ସେ ଜିଦ୍ ଧରିଲେ ଯେ ସେ ମଧ୍ୟ ସାଥିରେ ଯିବେ। କିନ୍ତୁ ଏହା ବୁଝା ପଡ଼ୁନଥିଲା ଯେ ତାଙ୍କୁ ଏହି ଲୀଳାରେ କିପରି ଭାଗିଦାର କରାଯିବ। ତେବେ ସମସ୍ତ ଦେବତା ମିଶି ମୋତେ ଏକ ଉପାୟ ବତାଇଲେ। ଆପଣ ବାନର ରୂପ ଧାରଣ କରନ୍ତୁ ଏବଂ ଶକ୍ତି ସ୍ୱରୂପା ପାର୍ବତୀ ଦେବୀ ଆପଣଙ୍କ ଲାଙ୍ଗୁଳ ରୂପରେ ସାଥିରେ ରହିବେ। ସେହି ଅନୁସାରେ ମୁଁ ହନୁମାନ ରୂପରେ ଜନ୍ମ ନେଇ ରାମଙ୍କ ସେବାର ବ୍ରତ ନେଲି ଏବଂ ଶକ୍ତି ରୂପା ପାର୍ବତୀ ଲାଙ୍ଗୁଳ ରୂପରେ ମୋ ସହ ରହିଲେ। ସେହି ସେବାର ଫଳସ୍ୱରୂପ ତୁମର ଲଙ୍କା ଦହନ ହେଲା। ଏବେ ଶୁଣ ରାବଣ, ତୁମର ଉଦ୍ଧାରର ସମୟ ଆସିଯାଇଛି। ଶ୍ରୀରାମଙ୍କ ହାତରେ ତୁମର ଉଦ୍ଧାର ହେବ। ମୋର ପରାମର୍ଶ ଯେ ତୁମେ ଯୁଦ୍ଧ ପାଇଁ ସବୁଠୁ ଶେଷରେ ପ୍ରସ୍ତୁତ ହୁଅ, ଯାହାଫଳରେ ତୁମର ସମସ୍ତ ରାକ୍ଷସ ପରିବାର ଭଗବାନ ଶ୍ରୀରାମଙ୍କ ହାତରୁ ମୋକ୍ଷ ପ୍ରାପ୍ତ କରିବେ ଏବଂ ତୁମ ସମସ୍ତଙ୍କର ଉଦ୍ଧାର ହେବ। ରାବଣକୁ ସମସ୍ତ ପରିସ୍ଥିତିର ଜ୍ଞାନ ହେଲା ଏବଂ ସେହି ଅନୁସାରେ ସେ ଯୁଦ୍ଧର ପ୍ରସ୍ତୁତି କଲା। ନିଜର ସମସ୍ତ ପରିବାରକୁ ରାମଙ୍କ ସମ୍ମୁଖରେ ଯୁଦ୍ଧ ପାଇଁ ପ୍ରଥମେ ପଠାଇଲା ଏବଂ ସବୁଠାରୁ ଶେଷରେ ନିଜେ ମୋକ୍ଷ ପ୍ରାପ୍ତ ହେଲା।